ରାଶିର ବ୍ୟକ୍ତିମାନେ ନମସ୍କାର ବନ୍ଧୁଗଣ, ଆମ ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣଙ୍କୁ ସ୍ୱାଗତ। ମୋର ଭବିଷ୍ୟବାଣୀ ପଥରେ ସ୍ଥାପିତ ପୁଅ, ମୁଁ ପରମାନନ୍ଦ ମହାରାଜ ତୁମ ପାଇଁ ଏକ ଭବିଷ୍ୟବାଣୀ କରୁଛି ଏବଂ ଯଦି ମୋର ଭବିଷ୍ୟବାଣୀ ଭୁଲ ହୁଏ ତେବେ ମୁଁ ମୋ ଜୀବନକୁ ବଳିଦାନ ଦେବି। ମୁଁ ଏହା କହୁଛି କାରଣ ମୋର ମୋ କଥା ଏବଂ ଶ୍ରୀଜୀଉଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି। ମୁଁ ଜାଣେ ଯେ ମୋର ଶବ୍ଦ କେବେ ଭୁଲ ହୋଇନାହିଁ ଏବଂ ଆଗାମୀ 3 ଦିନ ମଧ୍ୟରେ ତୁମ ଜୀବନରେ ଘଟୁଥିବା ଘଟଣା ନିଶ୍ଚିତ ଭାବରେ ଘଟିବ। ତେଣୁ ଅନ୍ୟ ସବୁ ଛାଡ଼ି ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖ ପୁଅ। ତୁମର ଜୀବନ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଯିବ ଏବଂ ଥରେ ତୁମେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଲା ପରେ ତୁମେ ଆମକୁ ଧନ୍ୟବାଦ ଦେବାକୁ କେବେ ଥକିବ ନାହିଁ। ହଁ ପୁଅ, ଆମେ ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ମାତାରାଣୀ ରାଧାରାଣୀଙ୍କ ସମସ୍ତ ସଚ୍ଚା ଭକ୍ତ ଦୟାକରି ଭିଡ଼ିଓଟିକୁ ଏକ ମିଠା ଲାଇକ୍ ଦିଅ ଏବଂ ତଳେ ଥିବା ମନ୍ତବ୍ୟ ବାକ୍ସରେ ସତ୍ୟ ହୃଦୟ ଏବଂ ଭକ୍ତିର ସହିତ 3 ଥର ଜୟ ମାତା ଦି ଏବଂ ଜୟ ରାଧାରାଣୀ ଲେଖନ୍ତୁ, ଯାହାଦ୍ୱାରା ତୁମେ ସମସ୍ତେ ମାତାରାଣୀ ଏବଂ ଆମର ଶ୍ରୀଜୀଙ୍କ ପ୍ରତ୍ୟକ୍ଷ ଆଶୀର୍ବାଦ ଏବଂ ପ୍ରେମ ପାଇବ। ତୁମର ସମଗ୍ର ପରିବାର ଏହାକୁ ଗ୍ରହଣ କରିବ। ହଁ ବନ୍ଧୁଗଣ, ତୁମର ସୂଚନା ପାଇଁ ଆଗାମୀ 3 ଦିନ ମଧ୍ୟରେ ତୁମ ଜୀବନରେ ଘଟୁଥିବା ଘଟଣାଗୁଡ଼ିକ ତୁମର ଜୀବନକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବ। କିନ୍ତୁ ଯେପରି ଆମେ ତୁମକୁ କହୁଛୁ ତୁମେ ବୁଝିବା ଉଚିତ। ସମୟ ସହିତ ତୁମକୁ କିଛି ଜିନିଷ ମନେ ରଖିବାକୁ ପଡ଼ିବ। ଆଗାମୀ 3 ଦିନ ମଧ୍ୟରେ ତୁମ ଜୀବନରେ ସୃଷ୍ଟି ହେଉଥିବା ଗ୍ରହ ସ୍ଥିତି ତୁମକୁ ସମ୍ପୂର୍ଣ୍ଣ ସମୃଦ୍ଧ କରିବା ପାଇଁ ସମାନ ହୋଇଛି। ମୁଁ ଏହା କାହିଁକି କହିବି? ଏହି ରେଖା କେବଳ ଲାଭ ପାଇଁ। ଏହି ଗ୍ରହ ପରିବର୍ତ୍ତନ ଆପଣଙ୍କ ଜୀବନକୁ ପରିବର୍ତ୍ତନ କରିବା ପାଇଁ ସମାନ ହୋଇଛି ଏବଂ ସେଗୁଡ଼ିକ ତୁମର ପକ୍ଷରେ। ଏବଂ ସେଥିପାଇଁ ବନ୍ଧୁଗଣ, ହୁଏତ ଯଦି ତୁମେ ଏହି ଶୁଭ ସମୟରେ କିଛି ଜିନିଷକୁ ଧ୍ୟାନରେ ରଖ, ତେଣୁ ପୁଅ ତୁମର ଜୀବନ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହେବ ଏବଂ ଦୁନିଆର କୌଣସି ଶକ୍ତି ସେମାନଙ୍କୁ ପରିବର୍ତ୍ତନ ହେବାରୁ ରୋକିପାରିବ ନାହିଁ, କାରଣ ତୁମେ ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବ। ହଁ ବନ୍ଧୁଗଣ, ଯେଉଁମାନେ ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖୁଛନ୍ତି ସେମାନେ ଆଗାମୀ 3 ଦିନ ମଧ୍ୟରେ ସେମାନଙ୍କର ଜୀବନକୁ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହୋଇଥିବା ଦେଖିବେ। ଆମେ ଏହାର ସମ୍ପୂର୍ଣ୍ଣ ଗ୍ୟାରେଣ୍ଟି ଦେଉଛୁ, କିନ୍ତୁ ମୋର କେବଳ ଗୋଟିଏ ସର୍ତ୍ତ ଅଛି। ପୁଅ, ଏହି ଭିଡ଼ିଓରେ ଆମେ ତୁମକୁ ଯାହା କହିବାକୁ ଯାଉଛୁ, ଆମେ ଯେକୌଣସି ସମାଧାନ ଦେବାକୁ ଯାଉଛୁ, ତୁମେ ସେଗୁଡ଼ିକୁ ତୁମର ଜୀବନରେ କେବଳ ଥରେ ପ୍ରୟୋଗ କର। ତାପରେ ପୁଅ, ତୁମର ଜୀବନ ଏପରି ଭାବରେ ପରିବର୍ତ୍ତନ ହେବ ଯାହା ତୁମେ କେବେ କଳ୍ପନା କରିନଥିଲ। ତୁମର ସୂଚନା ପାଇଁ ଆଗାମୀ 3 ଦିନ ମଧ୍ୟରେ ରାହୁ ଏବଂ କେତୁ ଉଭୟ ତୁମର ସମସ୍ତ କୁଣ୍ଡଳୀରେ ବହୁତ ଲାଭଦାୟକ ସ୍ଥିତିରେ ରହିବେ। ରାହୁ ଏବଂ କେତୁଙ୍କ ପ୍ରଭାବ ଯୋଗୁଁ ତୁମର ସମସ୍ତ କୁଣ୍ଡଳୀରେ ଏକ ଦିବ୍ୟ ରାଜଯୋଗ ସୃଷ୍ଟି ହେବ ଏବଂ ରାହୁ ଏବଂ କେତୁଙ୍କ ଯୋଗୁଁ ତୁମର ଶତ୍ରୁମାନେ ମଧ୍ୟ ନଷ୍ଟ ହୋଇଯିବେ। କାରଣ ବନ୍ଧୁକ କିଛି ସୁରକ୍ଷା ଗ୍ରହ ମଧ୍ୟ ଅଛି, କିନ୍ତୁ ସେମାନେ ଏବେ ତୁମର ପକ୍ଷରେ ଆସିଛନ୍ତି। ସେମାନଙ୍କ ଯୋଗୁଁ ତୁମର ଶତ୍ରୁମାନେ ଯେଉଁମାନେ ତୁମକୁ ନଷ୍ଟ କରିବାକୁ ଚାହୁଁଥିଲେ ସେମାନେ ଧ୍ୱଂସ ହେବାକୁ ଯାଉଛନ୍ତି। କିନ୍ତୁ ପୁଅ, ତୁମକୁ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବାକୁ ପଡ଼ିବ, କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ପଡ଼ିବ। ତେଣୁ ପୁଅ, ଭିଡ଼ିଓଟିକୁ ଧ୍ୟାନର ସହିତ ଦେଖ। ତୁମର ସୂଚନା ପାଇଁ ରାହୁ ଏବଂ କେତୁ ସହିତ ମଙ୍ଗଳ ଏବଂ ବୁଧ ଗ୍ରହ ତୁମର ସମସ୍ତ ରାଶିରେ ବିପର୍ଯ୍ୟୟ ଘଟାଇବାକୁ ଯାଉଛନ୍ତି। ହଁ ବନ୍ଧୁଗଣ, ମଙ୍ଗଳ ଏବଂ ବୁଧ ତୁମର ସମସ୍ତ ରାଶିରେ ଶୁଭତା ଆଣିବାକୁ ଯାଉଛନ୍ତି। ମଙ୍ଗଳ ତୁମର ବୁଦ୍ଧି ଏବଂ ଚିନ୍ତା କ୍ଷମତାକୁ ବୃଦ୍ଧି କରିବ ଏବଂ ବୁଧ ବନ୍ଧୁଗଣ ତୁମର ଜୀବନରେ କଠିନ ପରିଶ୍ରମ ଦ୍ୱାରା ଅର୍ଜିତ ଆଶୀର୍ବାଦ ଆଣିବ। ଅନ୍ୟ ଶବ୍ଦରେ ବନ୍ଧୁଗଣ, ରାଜଯୋଗ ସହିତ ଧନଯୋଗ ଏବଂ ସୁଖ ସମ୍ପତ୍ତି ଯୋଗ ମଧ୍ୟ ତୁମର ଜୀବନରେ ସୃଷ୍ଟି ହେବାକୁ ଯାଉଛି। ବନ୍ଧୁଗଣ, ଏପରି ଜୀବନ ସମସ୍ତଙ୍କ ଜୀବନ କାଳରେ ହୁଏ ନାହିଁ। ସମସ୍ତଙ୍କର ଏପରି ଭାଗ୍ୟ ଥାଏ ନାହିଁ। ବନ୍ଧୁଗଣ, ଯେଉଁମାନଙ୍କ ଜୀବନରେ ଏପରି ଗ୍ରହ ପରିବର୍ତ୍ତନ ହୁଏ ସେମାନେ ବହୁତ ଭାଗ୍ୟବାନ। ଆଉ ବନ୍ଧୁଗଣ, ତୁମେ ଆଗାମୀ 3 ଦିନ ମଧ୍ୟରେ ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରୁ ଜଣେ ହୋଇଯିବ ଯେଉଁମାନେ ମହାନ ଉଚ୍ଚତାରେ ପହଞ୍ଚିବେ। ବନ୍ଧୁଗଣ, ଆଗାମୀ 3 ଦିନ ମଧ୍ୟରେ ତୁମେ ନିଜ ଘରର ଆରାମରୁ ରାଜା ହୋଇଯିବେ। ତୁମର ଜୀବନରେ ଯାହା ବି ସ୍ୱପ୍ନ ଅଛି ସେହି ସ୍ୱପ୍ନ ସତ ହେବାକୁ ଯାଉଛି। ତାହା ଧନ, ଘର, ଗାଡ଼ି, ବଙ୍ଗଳା, ଟଙ୍କା, ପ୍ରେମ କିମ୍ବା ଏପରି କିଛି ଯାହା ବିଷୟରେ ତୁମେ କାହାକୁ କହିନାହଁ। ବନ୍ଧୁଗଣ, ସେହି ଇଚ୍ଛା ପୂରଣ ହେବାକୁ ଯାଉଛି। ବନ୍ଧୁଗଣ,
ବନ୍ଧୁଗଣ, ତୁମର ସୂଚନା ପାଇଁ ତୁମେ ଭଲ ଭାବରେ ଜାଣ ଯେ ମଙ୍ଗଳ, ଯାହା ତୁମ ସମସ୍ତଙ୍କ ପ୍ରତି ଦୟାଳୁ, ତାହା ସିଧାସଳଖ କେଉଁ ସହିତ ଜଡ଼ିତ। ଏହା ମଙ୍ଗଳର ଦେବତା ଅର୍ଥାତ୍ ଶକ୍ତିଶାଳୀ ହନୁମାନଙ୍କ ସହିତ ଜଡ଼ିତ। ମଙ୍ଗଳବାର ଦିନ ଶକ୍ତିଶାଳୀ ହନୁମାନଙ୍କ ପାଇଁ ସମର୍ପିତ। ସେହିପରି ବନ୍ଧୁଗଣ, ମଙ୍ଗଳ ସିଧାସଳଖ ଶକ୍ତିଶାଳୀ ହନୁମାନଙ୍କ ସହିତ ଜଡ଼ିତ। ଏବଂ ପୁଅ, ଏଥର ହନୁମାନଙ୍କ ଆଶୀର୍ବାଦ ସମ୍ପୂର୍ଣ୍ଣ ଭାବରେ ତୁମ ସମସ୍ତଙ୍କ ଉପରେ ରହିବ। ସେଗୁଡ଼ିକୁ ଗ୍ରହଣ କରିବା ପାଇଁ ତୁମକୁ କେବଳ କିଛି କଥା ମନେ ରଖିବାକୁ ପଡ଼ିବ। କିଛି କଥା ମନେ ରଖିବାକୁ ପଡ଼ିବ। ଏବଂ ଏହି ଭିଡ଼ିଓରେ ଆମେ ଆପଣଙ୍କୁ ଆଗାମୀ 3 ଦିନ ମଧ୍ୟରେ କ'ଣ ସବୁ ମନେ ରଖିବା ଆବଶ୍ୟକ ତାହା ବିସ୍ତୃତ ଭାବରେ ବୁଝାଇବୁ। ଆଗାମୀ 3 ଦିନ ମଧ୍ୟରେ ଆପଣ କେଉଁ ଭୁଲ କରିବା ଉଚିତ ନୁହେଁ। ପୁଅ, ଯଦି ଆପଣ ଏହି ଭୁଲ କରନ୍ତି ତେବେ ବୁଝନ୍ତୁ ଯେ ଗ୍ରହର ଗତି ଅନୁସାରେ ଆପଣ ଏପରି ଏକ ଖାଲରେ ପଡ଼ିଯିବେ ଯାହାକୁ ଆପଣ ଯିବାକୁ ଚାହୁଁନାହାନ୍ତି। ଏପରି ଏକ ଖାଲ ଯାହାରୁ ଆପଣ ପ୍ରାୟତଃ ବାହାରି ଆସିଛନ୍ତି। ଏଥିପାଇଁ ଆପଣଙ୍କୁ ମାସ, ବର୍ଷ ଲାଗିଲା ଏବଂ ଅନେକ ଲୋକ ବାହାରକୁ ଯିବା ସମୟରେ ସବୁକିଛି ହରାଇଲେ। କିନ୍ତୁ ବନ୍ଧୁଗଣ, ଆପଣଙ୍କ ଜୀବନ ପରିବର୍ତ୍ତନ ହେବାକୁ ଯାଉଛି। ଆପଣଙ୍କ ସମୟ ଆସିଗଲା ପୁଅ। ସେମାନେ କୁହନ୍ତି ଯେ ଭଗବାନ ସମସ୍ତଙ୍କୁ ଏକ ସୁଯୋଗ ଦିଅନ୍ତି ଏବଂ ଆପଣ ପୂର୍ବରୁ ସେହି ସୁଯୋଗ ପାଇସାରିଛନ୍ତି। ଆପଣଙ୍କ ସୂଚନା ପାଇଁ ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ ମହାବଳୀ ହନୁମାନ ଆପଣମାନଙ୍କ ପ୍ରତି ସମ୍ପୂର୍ଣ୍ଣ ଦୟାଳୁ ଅଟନ୍ତି ଏବଂ ଯିଏ ଥରେ ମହାବଳୀ ହନୁମାନଙ୍କ ଆଶୀର୍ବାଦ ପାଆନ୍ତି ତାଙ୍କ ଜୀବନ କାଳରେ କୌଣସି ଜିନିଷର ଅଭାବ ହୁଏ ନାହିଁ। ଧୀରେ ଧୀରେ ସବୁକିଛି ଠିକ୍ ହେବାକୁ ଆରମ୍ଭ କରେ। କିନ୍ତୁ ଏଥିପାଇଁ ମଧ୍ୟ ସେମାନଙ୍କୁ କିଛି ନିୟମ ପାଳନ କରିବାକୁ ପଡ଼ିବ। ହଁ ପୁଅ, ସେଥିପାଇଁ ତୁମକୁ ଆଗାମୀ 72 ଘଣ୍ଟା ମଧ୍ୟରେ କିଛି ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ ଏବଂ କିଛି ଭୁଲ କରିବାରୁ ବଞ୍ଚିବାକୁ ପଡ଼ିବ। ହଁ ବନ୍ଧୁଗଣ, ଆମେ ତୁମକୁ ଏହି କଥାଗୁଡ଼ିକ ବାରମ୍ବାର କହୁଛୁ, ଯାହାଦ୍ୱାରା ତୁମେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଧ୍ୟାନର ସହିତ ଦେଖିବ। ଏହି ଭିଡ଼ିଓ ବିନା କାରଣରେ ତିଆରି ହୋଇନାହିଁ। ତୁମର ପ୍ରତ୍ୟେକ ରାଶିଫଳ ଏବଂ ଗ୍ରହ ପରିବର୍ତ୍ତନର ସମ୍ପୂର୍ଣ୍ଣ ବିଶ୍ଳେଷଣ କରାଯାଇଛି। ଅନେକ ଲୋକ ମନ୍ତବ୍ୟ ବିଭାଗରେ ମନ୍ତବ୍ୟ ଦିଅନ୍ତି, ଗୁରୁଜୀ, ଆମେ କଠିନ ପରିଶ୍ରମ କରୁ, ଆମେ ପ୍ରୟାସ କରୁ, କିନ୍ତୁ ଆମେ ଇଚ୍ଛିତ ଫଳାଫଳ ପାଆନ୍ତି ନାହିଁ। ଅନେକ ଲୋକ ମନ୍ତବ୍ୟ ଦିଅନ୍ତି, ଗୁରୁଜୀ, ଆମର ଭଲ ସମୟ କେବେ ଆସିବ? ଆମ ଜୀବନରେ ସମସ୍ୟା କାହିଁକି ଶେଷ ହେଉନାହିଁ? ଏସବୁ ପଛରେ କାରଣ କ'ଣ ଯେ ଆମେ ବାରମ୍ବାର ସଫଳତାର ଶିଖରରେ ପହଞ୍ଚିଥାଉ କିନ୍ତୁ ସେଠାରେ ରହିପାରୁନାହୁଁ? ମାତ୍ର କିଛି ମାସ ମଧ୍ୟରେ ଆମ ଜୀବନ ଓଲଟାରୁ ଖରାପାରକୁ ଗତି କରିପାରେ। ଆମ ଜୀବନରେ ଏପରି ଘଟଣା କାହିଁକି ଘଟେ? ତେଣୁ ପୁଅ, ଧ୍ୟାନ ଦେଇ ଶୁଣ। ଏସବୁର କାରଣ ତୁମର ଭାଗ୍ୟ ନୁହେଁ, ବରଂ ଏହା ତୁମର ଭୁଲ, ତୁମର ଗ୍ରହର ଗତି। ହଁ ପୁଅ, ଯେତେବେଳେ ଏକ ଗ୍ରହ ଶୁଭ ହୋଇଥାଏ ଜଣେ ବ୍ୟକ୍ତିଙ୍କ ଜୀବନ ଡେଇଁ ଡେଇଁ ଆଗକୁ ବଢ଼େ। ତୁମେ ପ୍ରାୟତଃ ଏପରି ଜଣେ ବ୍ୟକ୍ତିଙ୍କୁ ଦେଖିଛ ଯିଏ ଭଲ ସମୟ ବିତାଉଛନ୍ତି। ଯେଉଁ ବ୍ୟକ୍ତିଙ୍କ ଗ୍ରହର ଗତି ଅନୁକୂଳ ଏବଂ ସେମାନେ ଡେଇଁ ଡେଇଁ ଆଗକୁ ବଢ଼ନ୍ତି, ମାତ୍କୁ ବଢ଼ନ୍ତି। ମାତ୍ର କିଛି ମାସ ମଧ୍ୟରେ, କିଛି ବର୍ଷ ମଧ୍ୟରେ ସେମାନେ ସବୁକିଛି ହାସଲ କରନ୍ତି। ଘର, ଗାଡ଼ି, ବଙ୍ଗଳା, ଟଙ୍କା, ପ୍ରେମ। କିନ୍ତୁ ସେହି ମୁହୂର୍ତ୍ତରେ ସେମାନେ କ'ଣ କରିବେ ଏବଂ କ'ଣ କରିବେ ନାହିଁ ତାହା ନିଷ୍ପତ୍ତି ନେଇପାରନ୍ତି ନାହିଁ। ଏବଂ ଶେଷରେ କ'ଣ ହୁଏ? ଜଣେ ବ୍ୟକ୍ତି ଗଭୀର ଭାବରେ ଅନୁତାପ କରନ୍ତି। ସେମାନେ ଏଥିପାଇଁ ଅନୁତାପ କରନ୍ତି, କିନ୍ତୁ ସେମାନେ କେବଳ ସେତେବେଳେ ଅନୁତାପ କରନ୍ତି ଯେତେବେଳେ ସେମାନଙ୍କ ପାଖରେ ସମୟ ନଥାଏ। ସେଥିପାଇଁ ପୁଅ, ତୁମେ ମଧ୍ୟ ତୁମର ଜୀବନରେ ଏହି ଜିନିଷଗୁଡ଼ିକ ପ୍ରତି ସଚେତନ ରହିବା ଉଚିତ। ଏହି ଘଟଣା କେବଳ ଜଣେ ବ୍ୟକ୍ତିଙ୍କ ସହିତ ନୁହେଁ, ବରଂ ଅନେକଙ୍କ ସହିତ ଘଟିଛି। ଏବଂ ଆପଣଙ୍କ ମଧ୍ୟରୁ କେହି ଜଣେ ଏପରି ଅନୁଭବ କରିଥିବେ ଯିଏ ଏହି ପରିସ୍ଥିତିର ସମ୍ମୁଖୀନ ହୋଇଥିବେ। ଆପଣ ଯେତେବେଳେ କାମ କରୁଥିଲେ, ଭଲ ଦରମା ପାଉଥିଲେ, ସେତେବେଳେ ବହୁତ ଭଲ ସମୟ ଆସିଥିଲା। ଯଦି ଆପଣ ବ୍ୟବସାୟ କରୁଥିଲେ, ତେବେ ଆପଣଙ୍କ ବ୍ୟବସାୟ ବଢ଼ିଥିଲା। ଆପଣ ଲକ୍ଷ ଲକ୍ଷ ନୁହେଁ, ଲାଭ ଅମଳ କରୁଥିଲେ। ପ୍ରକୃତରେ ବନ୍ଧୁଗଣ, କେତେବେଳେ ଆପଣ ଗୋଟିଏ ମାସରେ 4 କିମ୍ବା 5 ମାସର ଆୟ କରିଥିଲେ। କିନ୍ତୁ ପୁଅ, ଏପରି ସମୟ ଆସିଥିଲା, ଗ୍ରହ ପରିବର୍ତ୍ତନ ହୋଇଥିଲା ଏବଂ ଆପଣଙ୍କ ଜୀବନରେ କିଛି ଭୁଲ ଯୋଗୁଁ ଆପଣ ଧୀରେ ଧୀରେ ପଛରେ ପଡ଼ିଗଲେ। କିନ୍ତୁ ପୁଅ, ଏବେ ଆପଣଙ୍କ ଜୀବନରେ ପୁଣି ଏକ ସୁଯୋଗ ଆସିଛି। ଆପଣ ପୁଣି ଥରେ ଉପରକୁ ଉଠିବାକୁ ଯାଉଛନ୍ତି। ଆଜିର ଭିଡ଼ିଓକୁ ଧ୍ୟାନ ସହିତ ଦେଖନ୍ତୁ, କାରଣ ଏହି ଭିଡ଼ିଓରେ ଆମେ ଆପଣଙ୍କ ଜୀବନ ବିଷୟରେ ଭବିଷ୍ୟବାଣୀ କରିବାକୁ ଯାଉଛୁ, ଯାହା ଆପଣଙ୍କ ଜୀବନକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବ। ମୋର ଭବିଷ୍ୟବାଣୀ ପଥରରେ ସ୍ଥିର। ଯଦି ମୋର ଭବିଷ୍ୟବାଣୀ ଭୁଲ ହୁଏ, ମୁଁ ମୋ ଜୀବନକୁ ବଳିଦାନ ଦେବି।
ତୁମେ ଆମର କଥାକୁ ଗମ୍ଭୀରତାର ସହ ନେବା ପାଇଁ ମୁଁ ଏହା କହୁଛି, କାରଣ ପୁଅ, ଆମେ କେବଳ ତୁମର ମଙ୍ଗଳ ଚାହୁଁ। ଯଦି ଆମେ ଏପରି କିଛି କହିଥାଉ ଯାହା ତୁମକୁ ଆଘାତ କରେ, ମୋର ବନ୍ଧୁମାନେ, ଆମେ କ୍ଷମା ପ୍ରାର୍ଥନା କରୁଛୁ। କିନ୍ତୁ ମନେ ରଖ, ଆମେ କେବଳ ତୁମର ମଙ୍ଗଳ ପାଇଁ କାମ କରୁଛୁ ଏବଂ କଠିନ ପରିଶ୍ରମ କରୁଛୁ। ଆଜିର ଭିଡ଼ିଓ ତିଆରି କରିବାକୁ 8ରୁ 10 ଘଣ୍ଟା ସମୟ ଲାଗିଥିଲା ଏବଂ ଆମେ ପ୍ରତିବଦଳରେ କିଛି ଆଶା କରୁନାହୁଁ। ଆମେ କେବଳ ଏତିକି ପ୍ରାର୍ଥନା କରୁଛୁ। ଆମେ ଶ୍ରୀଜୀ ଏବଂ ପରମେଶ୍ୱରଙ୍କୁ ପ୍ରାର୍ଥନା କରୁଛୁ ଯେ ତୁମେ ସମସ୍ତେ ତୁମର ଜୀବନକାଳ ମଧ୍ୟରେ ତୁମର କଠିନ ପରିଶ୍ରମର ଫଳ ପାଅ। ତୁମେ ଯେଉଁ କ୍ଷେତ୍ରରେ ଏତେ ପରିଶ୍ରମ କରିଛ ସେଥିରେ ତୁମର ଉନ୍ନତି ହେଉ। ଆମେ ପ୍ରତିବଦଳରେ କିଛି ଆଶା କରୁନାହୁଁ। କେବଳ ଆମର କଠିନ ପରିଶ୍ରମକୁ ବୁଝ ଏବଂ ଏହି ଭିଡ଼ିଓକୁ ଏକ ମିଠା ଲାଇକ୍ ଦିଅ ଏବଂ ତଳେ ଥିବା ମନ୍ତବ୍ୟ ବିଭାଗରେ ଧନ୍ୟବାଦ ଗୁରୁଜୀ ଲେଖ। ଏହା ଆମ ହୃଦୟକୁ ଆନନ୍ଦରେ ଭରିଦେବ। ତେଣୁ ଆସନ୍ତୁ ଭିଡ଼ିଓର ମୁଖ୍ୟ ବିଷୟକୁ ଫେରିଯିବା। ବନ୍ଧୁଗଣ, ଆପଣଙ୍କ ସୂଚନା ପାଇଁ ଆଗାମୀ 3 ଦିନ ଆପଣଙ୍କ ପାଇଁ ସାଧାରଣ ସମୟ ନୁହେଁ। ଏହି ସମୟ କେବଳ ଭାଗ୍ୟବାନମାନଙ୍କ ପାଇଁ ଉପଲବ୍ଧ। ଆପଣ ଅନେକ ଲୋକଙ୍କୁ 108 ହବନ କରୁଥିବା, ବିଭିନ୍ନ ତୀର୍ଥଯାତ୍ରା କରୁଥିବା ଏବଂ ବିଭିନ୍ନ ପୂଜାପାଠ କରୁଥିବାର ଦେଖିଥିବେ। କେବଳ ସେତେବେଳେ ସେମାନଙ୍କ ଜୀବନରେ ଏପରି ସମୟ ଆସେ, ଏପରି ଗ୍ରହ ପରିକ୍ରମଣ ସୃଷ୍ଟି ହୁଏ। ହଁ ପୁଅ, ଯଦି ଆପଣଙ୍କ କୁଣ୍ଡଳୀରେ ରାହୁ ଏବଂ କେତୁ ପ୍ରସନ୍ନ ଅଛନ୍ତି, ତେବେ ଏହାର ଅର୍ଥ ନୁହେଁ ଯେ ଆପଣ କିଛି ଛୋଟ କିମ୍ବା ନଗଣ୍ୟ କାମ କରିଛନ୍ତି। ଏହାର ଅର୍ଥ ହେଉଛି ଆପଣ ଆପଣଙ୍କ ଶତ୍ରୁମାନଙ୍କୁ ପରାସ୍ତ କରିଛନ୍ତି। ଆପଣଙ୍କ କଠିନ ପରିଶ୍ରମ ଏବଂ କାର୍ଯ୍ୟ ଦ୍ୱାରା ଆପଣ ଈଶ୍ୱରଙ୍କ ଦୃଷ୍ଟିରେ ଏକ ସଫଳତା ହାସଲ କରିଛନ୍ତି, ଯାହା ପ୍ରତ୍ୟେକ ମଣିଷ ହାସଲ କରିପାରିବେ ନାହିଁ। ହଁ ପୁଅ, ଯଦି ଆମେ ଆପଣଙ୍କ ପ୍ରଶଂସା ଗାନ କରୁ, ତେବେ କେବଳ ଗୋଟିଏ ଘଣ୍ଟା ନୁହେଁ, ବରଂ ଏକ ସମ୍ପୂର୍ଣ୍ଣ ଦିନ ବିତିଯିବ। କିନ୍ତୁ ପୁଅ, ଆସନ୍ତୁ ଆମେ ଆପଣଙ୍କୁ କହିବା ଯେ ଅତୀତରେ ଆପଣ ଏତେ କଠିନ ପରିଶ୍ରମ କରିଛନ୍ତି, ଏତେ ପରିଶ୍ରମ କରିଛନ୍ତି ଯେ ତୁମେ ଯେତେ କଷ୍ଟ କିମ୍ବା ଦୁଃଖ ଅନୁଭବ କର, ତୁମେ ତାହା କାହା ସହିତ ବାଣ୍ଟିବ ନାହିଁ। ତୁମେ ତୁମର ଦୁଃଖ ଏବଂ ଦୁଃଖକୁ ନିଜ ଭିତରେ ଚାପି ରଖିବ। ବନ୍ଧୁଗଣ, ତୁମେ ତୁମର ପରିବାର ପାଇଁ ନିଜକୁ ବଳିଦାନ ଦେଇଛ। ଯେତେବେଳେ ପ୍ରେମର କଥା ଆସେ, ତୁମେ କେବେ ପଛକୁ ହଟିବ ନାହିଁ। କିନ୍ତୁ ଅତୀତରେ ତୁମ ସହିତ ପ୍ରାୟତଃ ଏହା ଘଟିଛି। ଯେଉଁମାନଙ୍କ ପାଇଁ ତୁମେ ସବୁକିଛି ତ୍ୟାଗ କରିଛ, ତୁମେ ସେମାନଙ୍କ ପାଇଁ ସେଠାରେ ଅଛ ଯାହାଙ୍କ ପାଇଁ ତୁମେ ରାତି ଏବଂ ଦିନ ବିତାଇଛ। ସେମାନେ ଯେତେବେଳେ ମାଗିଛନ୍ତି, ତୁମେ ସେମାନଙ୍କ ପାଖକୁ ଯାଇଛ। ଯେତେବେଳେ ସେମାନେ ଇଚ୍ଛା କରିଛନ୍ତି, ତୁମେ ସେମାନଙ୍କ ପାଇଁ ସବୁକିଛି ତ୍ୟାଗ କରିବାକୁ ପ୍ରସ୍ତୁତ ଅଛ। କିନ୍ତୁ ବନ୍ଧୁଗଣ, ଏପରି ଏକ ସମୟ ଆସିଛି ଯେତେବେଳେ ତୁମେ ଅନ୍ଧ ଭାବରେ ବିଶ୍ୱାସ କରିଥିବା ଜଣେ ବ୍ୟକ୍ତି ତୁମକୁ ବିଶ୍ୱାସଘାତ କରିଛି। ହଁ ପ୍ରିୟ, କାରଣ ସେହି ବ୍ୟକ୍ତି ଜୀବନରେ ତୁମର ସବୁଠାରୁ ବଡ଼ ଶତ୍ରୁ ହୋଇଛି। ତୁମେ ସେହି ବ୍ୟକ୍ତିଙ୍କ ସହିତ ରହିଛ, ସେମାନଙ୍କ ସହିତ ଚାଲିଛ ଏବଂ ସେମାନଙ୍କ ସହିତ ଭଲ କଥାବାର୍ତ୍ତା କରିଛ। କିନ୍ତୁ ସେମାନେ କେବେ ତୁମ ପାଇଁ ସେଠାରେ ନାହାନ୍ତି, ବରଂ ସେମାନେ କେବଳ ନିଜ ସ୍ୱାର୍ଥ ପାଇଁ ହଁ ବନ୍ଧୁଗଣ, ସେ କେବଳ ତୁମର ଲାଭ ଉଠାଇବାକୁ ଚାହୁଁଥିଲେ। ସେ ଜାଣିଥିଲେ ଯେ ଆମେ ତାଙ୍କଠାରୁ ବହୁତ କିଛି ଶିଖିବୁ। ସେ ଆମ ପାଇଁ ଉପଯୋଗୀ ଜଣେ ଥିଲେ, କିମ୍ବା ଆମେ ଯାହା ମାଗିଲୁ ତାହା କରିବାରେ ସାହାଯ୍ୟ କରିପାରିବେ। ଏହାର ଅର୍ଥ ସେ କେବଳ ତୁମକୁ ବ୍ୟବହାର କରୁଥିଲେ। କିନ୍ତୁ ବନ୍ଧୁଗଣ, ତୁମେ ହୃଦୟରେ ଭଲ। ତୁମେ କୌଣସି ଠକେଇ କିମ୍ବା ଠକେଇର ଭାବନା ରଖ ନାହିଁ। ତୁମେ ବିଶ୍ୱାସ କର, ତୁମର ଏକ ଧାରଣା ଅଛି ଯେ ତୁମେ ଯାହା କର ତାହା ପାଇବ। ଏବଂ ପୁଅ, ସମୟ ଆସିଛି ଯେତେବେଳେ ତୁମେ ଶେଷରେ ତୁମର ସମସ୍ତ ପୂର୍ବକର୍ମର ଫଳ ପାଇବ। କିନ୍ତୁ ପୁଅ, ସେମାନେ କୁହନ୍ତି ସମୟ ବଦଳିଯାଏ, କିନ୍ତୁ ଯେଉଁମାନେ ସମୟ ସହିତ ସେମାନଙ୍କର ରଙ୍ଗ ପରିବର୍ତ୍ତନ କରନ୍ତି, ସେମାନେ ଆଉ କେବେ ପରିବର୍ତ୍ତନ ହୁଅନ୍ତି ନାହିଁ। ମୋର କହିବାର ଅର୍ଥ ହେଉଛି ଯେ ଯେଉଁମାନେ ଥରେ ତୁମକୁ ବିଶ୍ୱାସଘାତକତା କରନ୍ତି, ତୁମେ ସେମାନଙ୍କୁ ଯେତେ ବିଶ୍ୱାସ କର ଏବଂ ଯେତେ ଚେଷ୍ଟା କର, ସେମାନେ କେବେ ତୁମ ପାଇଁ କିଛି ଭଲ ଭାବିବେ ନାହିଁ। ତେଣୁ ବନ୍ଧୁଗଣ, ଏହା ସମ୍ପୂର୍ଣ୍ଣ ଅସମ୍ଭବ। ତୁମେ ଯେଉଁମାନଙ୍କୁ ଥରେ ଶପଥ କରିଥିଲ, ସେମାନେ ମଧ୍ୟ କେବେ ତୁମ ପ୍ରତି ଖରାପ ଭାବିବେ ନାହିଁ ଯେ ସେମାନେ ତୁମ ପ୍ରତି କ୍ରୋଧ ରଖିଛନ୍ତି। ହଁ ବନ୍ଧୁଗଣ, ଏହି ବ୍ୟକ୍ତି କିଏ, ଆମେ ତାଙ୍କ ନାମ ପ୍ରକାଶ କରିବୁ। ପୁଅ, ଭିଡ଼ିଓଟିକୁ ଧ୍ୟାନ ସହିତ ଦେଖ, କାରଣ ଯଦି ତୁମେ ଏହାକୁ ଏବେ ନ ଦେଖ, ତେବେ ଆଗାମୀ 3 ଦିନ ଅନ୍ୟମାନଙ୍କ ଆଜ୍ଞା ପାଳନ କରି ଏକ ସୂତାରେ ଝୁଲି ରହିଥିବା ପୁତୁଳା ପରି ହେବ। ହଁ ପୁଅ, ତୁମର ଜୀବନ ଏବେ ଏକ ମୋଡ଼ରେ ପହଞ୍ଚିଛି। ତୁମ ସମସ୍ତଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। କେବଳ କିଛି ଭୁଲ ଛାଡ଼ିଦିଅ। ଆଗାମୀ 3 ଦିନ ମଧ୍ୟରେ ରାହୁ ଏବଂ କେତୁ ତୁମ ପ୍ରତି ସମ୍ପୂର୍ଣ୍ଣ ଦୟାଳୁ ହେବେ। ତୁମେ ସେମାନଙ୍କର ଆଶୀର୍ବାଦ ମଧ୍ୟ ପାଇବ ଏବଂ ତୁମର ଶତ୍ରୁ ମଧ୍ୟ
ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ। ଯିଏ ତୁମ ଜୀବନ ଉପରେ ଖରାପ ଦୃଷ୍ଟି ପକାଇଛି ସେ ଏବେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ। କାରଣ ଶକ୍ତିଶାଳୀ ସମସ୍ୟା ସମାଧାନକାରୀ ହନୁମାନଙ୍କ ଗଦା ତାଙ୍କ ଉପରେ ପଡ଼ିବାକୁ ଯାଉଛି। ହଁ ପୁଅ, କାରଣ ଶକ୍ତିଶାଳୀ ହନୁମାନ ତାଙ୍କ ଭକ୍ତଙ୍କ ଉପରେ କୌଣସି ଦୁଃଖ କିମ୍ବା ଯନ୍ତ୍ରଣା ଦେଖିବାକୁ ସହ୍ୟ କରିପାରିବେ ନାହିଁ। ଏବଂ ପୁଅ, ତୁମର ପୂର୍ବଜନ୍ମରେ ତୁମର ଶତ୍ରୁମାନେ ତୁମକୁ ଅନେକ ସମସ୍ୟାରେ ପକାଇଛନ୍ତି। ସେମାନେ ତୁମକୁ ବହୁତ ଦିନ ଧରି ନିରାଶ କରିଛନ୍ତି। କିନ୍ତୁ ପୁଅ, ଆଉ ନୁହେଁ। ଏବେ ତୁମର ଜୀବନ ପରିବର୍ତ୍ତନ ହେବାକୁ ଯାଉଛି। ତୁମର ସମୟ ଆସିଗଲା। ଆଗାମୀ 3 ଦିନ ମଧ୍ୟରେ ତୁମେ ନିଜ ଆଖିରେ ଦେଖିବ ଯେ ତୁମର ଭାଗ୍ୟ କିପରି ପରିବର୍ତ୍ତନ ହେବ। ତୁମେ କୌଣସି ସ୍ଥାନରୁ ରାଜା ହେବ। ତୁମେ ଘର ଘର ବୁଲି ମିଠା ବାଣ୍ଟବ। ହଁ ପୁଅ, ହଁ ପୁଅ, ହଁ ପୁଅ, ହଁ ପୁଅ। କିନ୍ତୁ ଏହା କେବଳ ସେତେବେଳେ ଘଟିବ ଯଦି ତୁମେ ଧ୍ୟାନ ଦେଇ ଶୁଣ। ଅନେକ ଭଲ ଲୋକ ଭିଡ଼ିଓ ଦେଖି ଶୀଘ୍ର ଶୁଣନ୍ତି ଏବଂ ଶେଷ ପର୍ଯ୍ୟନ୍ତ ସେଗୁଡ଼ିକୁ ଦେଖନ୍ତି ନାହିଁ। ସେମାନେ ଭାବନ୍ତି ଆମର ସମୟ କମ୍ ଅଛି, ଆମକୁ ଏହା କରିବାକୁ ପଡ଼ିବ ତାହା। କିନ୍ତୁ କିଏ ଜାଣେ ସେମାନଙ୍କର ଏପରି ଚିନ୍ତାଧାରା କାହିଁକି? କାରଣ ସେମାନଙ୍କ ମନରେ ନକାରାତ୍ମକ ଶକ୍ତି ସେମାନଙ୍କୁ ଉତ୍ତେଜିତ କରେ। ସେମାନେ ସେମାନଙ୍କୁ ଭିଡ଼ିଓ ଦେଖିବାରୁ ବାରଣ କରନ୍ତି। କାରଣ ଶତ୍ରୁ ଦ୍ୱାରା ନକାରାତ୍ମକ ଶକ୍ତି ତୁମ ଏବଂ ନକାରାତ୍ମକ ଶକ୍ତିର ଉଦ୍ଦେଶ୍ୟ କ'ଣ? ତୁମକୁ ଧ୍ୱଂସ କରିବା, ତୁମକୁ ନଷ୍ଟ କରିବା। କିନ୍ତୁ ଯଦି ତୁମେ ଠିକ୍ ସମୟରେ ସଠିକ୍ କାର୍ଯ୍ୟ କର ତେବେ ତୁମେ ରକ୍ଷା ପାଇବ। ନକାରାତ୍ମକ ଶକ୍ତି କେବଳ ତୁମକୁ ଧ୍ୱଂସ କରିବାକୁ ଚାହେଁ। ଏବଂ ଯଦି ତୁମେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନ ଦେଖ, ଯଦି ତୁମେ ଏହାକୁ ଛାଡ଼ିଦିଅ, ଯଦି ତୁମେ ଏହାକୁ ଶୀଘ୍ର ଦେଖ, ତେବେ ବନ୍ଧୁଗଣ, ତୁମେ ବୁଝିବା ଉଚିତ ଯେ ନକାରାତ୍ମକ ଶକ୍ତି ତୁମକୁ କବ୍ଜା କରିନେଇଛି। ଏବଂ ଯଦି ତୁମେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଧ୍ୟାନର ସହିତ ଦେଖ ଏବଂ ବୁଝିପାର, ତେବେ ବୁଝିବା ଉଚିତ ଯେ ତୁମ ସମସ୍ତଙ୍କ ଉପରେ ସକାରାତ୍ମକ ଶକ୍ତି ଉପସ୍ଥିତ। ଏହା ମହାବଳୀ ହନୁମାନଜୀଙ୍କର ସକାରାତ୍ମକ ଶକ୍ତି। ହଁ ପୁଅ, ଏହା ଗୋଟିଏ କଥା ପ୍ରମାଣିତ କରିବ। ତେଣୁ ଆଜିର ଭିଡ଼ିଓକୁ ଏକ ମନ୍ତ୍ର ପଢ଼ି ଦେଖ। କାରଣ ପୁଅ, ଆଗାମୀ 3 ଦିନ ମଧ୍ୟରେ ମହାବଳୀ ହନୁମାନଜୀଙ୍କ ଆଶୀର୍ବାଦ ସହିତ ମଙ୍ଗଳ ଏବଂ ବୁଧ ଉଭୟ ତୁମର କୁଣ୍ଡଳୀରେ ତୁମ ସମସ୍ତଙ୍କ ଉପରେ ମହାନ ଆଶୀର୍ବାଦ ବର୍ଷା କରିବେ। ହଁ ପୁଅ, ଏବଂ ତୁମର ସୂଚନା ପାଇଁ ମଙ୍ଗଳ ତୁମର ଲାଭ ଘରେ ଗମନ କରିବାକୁ ଯାଉଛି ଏବଂ ବୁଧ ମଧ୍ୟ ତା ସହିତ ରହିବ। ଆଉ ବନ୍ଧୁଗଣ, ରାହୁ ଏବଂ କେତୁ ସବୁବେଳେ ତୁମ ପ୍ରତି ଶତ୍ରୁତା କରି ଆସିଛନ୍ତି। ସେମାନେ କୁଟୀର ଚାଲ ଖେଳିଛନ୍ତି। କିନ୍ତୁ ଏବେ ପୁଅ, ଏହା ଦେଖାଯାଉଛି ଯେ ରାହୁ ଏବଂ କେତୁର ପ୍ରଭାବ ତୁମ କୁଣ୍ଡଳୀରେ ସକାରାତ୍ମକ ହେବାକୁ ଯାଉଛି। ତୁମ ଜୀବନରେ କେବଳ 3 ଜଣଙ୍କୁ ଛାଡ଼ିଦିଅ। ସେମାନଙ୍କଠାରୁ ଦୂରତା ରଖ ପୁଅ, ଏବଂ ଏହି 3 ଜଣଙ୍କ ଜୀବନ ସମ୍ପୂର୍ଣ୍ଣ ବିପର୍ଯ୍ୟୟଜନକ ହେବ। ଯେତେବେଳେ ତୁମେ ସେମାନଙ୍କଠାରୁ ନିଜକୁ ଦୂରେଇ ରଖ, ଯେତେବେଳେ ତୁମେ ସେମାନଙ୍କୁ ତୁମ ଜୀବନରେ ସାମିଲ କରିବ ନାହିଁ, ସେତେବେଳେ ବୁଝ ପୁଅ, ସେମାନଙ୍କର ଜୀବନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ। କାରଣ ଏହି ଗ୍ରହ ତୁମର ଅସହାୟତାର ସୁଯୋଗ ନେଉଛି। ଏହା ତୁମର ଦାରିଦ୍ର୍ୟର ସୁଯୋଗ ନେଉଛି। ଏହା ତୁମର ଦୁର୍ବଳତାର ସୁଯୋଗ ନେଉଛି। ଏହା ତୁମର ସରଳତାର ସୁଯୋଗ ନେଉଛି। ଏହା ଭାବୁଛି ତୁମେ କିଛି ଜାଣ ନାହିଁ, ତୁମେ ଅଜ୍ଞ। କିନ୍ତୁ ଏହା ଜାଣିନାହିଁ ଯେ ତୁମେ ଗୁଣରେ ପରିପୂର୍ଣ୍ଣ, ରିପୂର୍ଣ୍ଣ। ତୁମ ପାଖରେ ପରମେଶ୍ୱର ତୁମକୁ ଦେଇଥିବା ସବୁ କିଛି ଅଛି ଏବଂ ତୁମର ଆଉ କିଛି ଆବଶ୍ୟକ ନାହିଁ।